ଖପ୍ରାଖୋଲ ବ୍ଲକସ୍ତରୀୟ ଶିକ୍ଷୟିତ୍ରୀ ଶିକ୍ଷକଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ବର୍ଣ୍ଣାଲି ଧଣ୍ଡାମୁଣ୍ଡା ସରକାରୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଖପ୍ରାଖୋଲ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ତଥା BRCC ଶ୍ରୀଯୁକ୍ତ ରୁଦ୍ରଦେବ ଷଡ଼ଙ୍ଗୀ ଉଦ୍ଘାଟନ କରି ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମର ଆରମ୍ଭରେ ସାଧନକର୍ମୀ ଶ୍ରୀଯୁକ୍ତ ଗୋପୀନାଥ ସାହୁ, ଶ୍ରୀଯୁକ୍ତ କୁଞ୍ଜବିହାରୀ ସରାଫ, ଶ୍ରୀମତୀ ମୋହିନୀ ସାହୁ ତଥା ଶ୍ରୀମତୀ ସାବିତ୍ରୀ ସାହୁଙ୍କ ସମେତ ଉପସ୍ଥିତ ସମସ୍ତ ପ୍ରଶିକ୍ଷାର୍ଥୀ ନିଜ ନିଜ ପରିଚୟ ଆଦାନ ପ୍ରଦାନ କରିଥିଲେ। ଏହାପରେ ସମସ୍ତ ପ୍ରଶିକ୍ଷାର୍ଥୀ ଗୁଗୁଲ ଫର୍ମ ମାଧ୍ୟମରେ ପ୍ରାକ୍ ପ୍ରଶିକ୍ଷଣ ମୂଲ୍ୟାୟନ କାର୍ଯ୍ୟ ସମ୍ପାଦନ କରିଥିଲେ। ତତ୍ପରେ ଉପସ୍ଥିତ 4 ଜଣ ସାଧନକର୍ମୀ ଅଧିବେଶନଗୁଡ଼ିକୁ ଯଥା ସାମାଜିକ ଲିଙ୍ଗଗତ ଧାରଣା, ସାମାଜିକ ଲିଙ୍ଗକୁ ପ୍ରଭାବିତ କରୁଥିବା ସାମାଜିକ ଚଳଣି ଏବଂ ଅନୁଷ୍ଠାନ, ପିତୃକୈନ୍ଦ୍ରିକ ବ୍ୟବସ୍ଥା ଓ ଏହାର ପ୍ରଭାବକୁ ଠିକ୍ ସମୟରେ ସମାପ୍ତ କରିଥିଲେ। ଆଗାମୀ ଅଧିବେଶନଗୁଡ଼ିକ କିପରି ଅଧିକ ସମୃଦ୍ଧ ହୋଇପାରିବ ସେଥିପାଇଁ ସମସ୍ତ ସାଧନକର୍ମୀ ନିଜ ନିଜ ଭିତରେ ଆଲୋଚନା କରି ପ୍ରଥମ ଦିବସର କାର୍ଯ୍ୟକ୍ରମକୁ ସମାପ୍ତ କରିଥିଲେ। नाराज हो जाती है तो फिर उसको पानी लाके खिला देता हूँ तो नॉर्मल हो जाती है। तो 15 नाम की संस्था के साथ जुड़ी हुई है और पिछले 42 सालों से महिलाओं के मुद्दों को लेकर काम कर रही है। में कहते हैं पितृसत्तात्मक सोच है। पितृसत्ता एक सोशल सिस्टम है